ମହାପ୍ରଭୁଙ୍କୁ ସ୍ମରଣ କରି ଶ୍ରୀକ୍ଷେତ୍ର ବାହାରିଥିବ। ଆଉ ସେଠାରେ ପହଞ୍ଚିଲା ପରେ ଠାକୁରଙ୍କୁ ତ ଦେଖିବ, ତା ଛଡ଼ା ଯଦି ତମ ଦେହି କିଛି ଭଲ କାମ ହୋଇଯାଏ ମନ ଭାରି ଆନନ୍ଦ ଲାଗେ ନା। ସତେ ଯେମିତି ଲାଗେ ସବୁ ସେଇ ମହାପ୍ରଭୁଙ୍କ ଦୟାରୁ, ତାଙ୍କରି କୃପାରୁ ଆଜି କିଛି ଭଲ କାମଟିଏ କରିବା ପାଇଁ ସୁଯୋଗ ମିଳିଛି। ହଁ ଆଜ୍ଞା, ସେମିତି ଦୁଇ ଜଣ ଭକ୍ତଙ୍କ କଥା ଆଜି କିନ୍ତୁ ମୁଁ କାହାଣୀ କହିବିନି, ଏକ ସତ ଘଟଣାଟିଏ ଯାହାକି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଘଟିଛି, ଯାହାକୁ ଶୁଣିଲା ପରେ ଆପଣମାନେ ମଧ୍ୟ ମହାପ୍ରଭୁଙ୍କୁ ଧନ୍ୟବାଦ ନ ଦେଇ ରହିପାରିବେନି। ସକାଳୁ ସକାଳୁ ସ୍ୱାମୀ ସ୍ତ୍ରୀ ଦିହେଁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବାହାରିଥାନ୍ତି। ବଡ଼ଦାଣ୍ଡ ପାଖରୁ କିଛି ଦୂରରେ ରିକ୍ସାକୁ ମଧ୍ୟ ଅପେକ୍ଷା କରିଥାନ୍ତି। ମଉସା, ବଡ଼ଦାଣ୍ଡ ଯିବ? ହଁ ଯିବି ବାପା। ହେଲେ କେତେ ଟଙ୍କା ନେବ? 100 ଟଙ୍କା ନିଏ, ତୁମେ କିନ୍ତୁ 90 ଟଙ୍କା ଦେବ। ବସ। କ'ଣ ମୋ ମଉସା, ନିଜେ ନିଜେ ପଇସା କମ୍ କରିଦେଉଛ? କଥା କ'ଣ, ବେପାର ବୋଧେ ଖୁବ୍ ଭଲ ହେଉଛି? ନାଇଁ ବାବୁ, ଆଜିକାଲି ରିକ୍ସାକୁ କିଏ ବା ପଚାରେ? ଆଉ ସେଥିରେ ଏଇ ଯେଉଁ ବର୍ଷା, ରିକ୍ସାର ପାଲଟା ବି ଚିରି ଯାଇଛି। ତେଣୁ ବର୍ଷା ହେଲେ ବେପାର ବନ୍ଦ। ଆଉ ଅତି କଷ୍ଟରେ ଦିନକୁ ଜଣେ ଦୁଇ ଜଣ ଗରାଖ ମିଳିଗଲେ ପେଟ ପୁରୁଛି, ନହେଲେ ନାହିଁ। ଭାରି କଷ୍ଟ ଲାଗୁଥିଲା। ହାତରେ ଚମଧୁଡ଼ୁଧୁଡ଼ୁ ମଉସା ଜଣକ ଆମ ଦୁଇ ଜଣଙ୍କୁ ବସେଇ ରିକ୍ସା ଟାଣୁଥିଲେ। ପ୍ରକୃତରେ ମଉସାଙ୍କ ଅବସ୍ଥା ଦେଖି ମୁଁ ଭାବିଥିଲି କି ମଉସାଙ୍କୁ କିଛି ଟଙ୍କା ଦେଇଦେବି, ହେଲେ ସେ ମୋତେ ଅଟକେଇ ଦେଲା। ଆଉ କହିଲେ, ଏମିତିରେ 10-50 ଟଙ୍କା ଦେଇ ତାଙ୍କ ଆତ୍ମସମ୍ମାନ କାହିଁକି ଖରାପ କରିବା, ବରଂ ଚାଲ ତାଙ୍କ ରିକ୍ସାରେ ବସି ଶ୍ରୀମନ୍ଦିର ଯାଇ ଯିବା, ଆଉ ସେଇ ବାହାନାରେ ତାଙ୍କୁ କିଛି ଅଧିକ ଟଙ୍କା ଦେଇଦେବା। ତାଙ୍କର ଏଇ କେଇପଦ କଥା ଶୁଣି ମୋତେ ଲାଗିଲା ସତେ ଯେମିତି ସାକ୍ଷାତ ମା ଲକ୍ଷ୍ମୀ ମୋତେ ବାଟ ବତେଇ ଦେଉଛନ୍ତି। ମନେ ପଡ଼ିଗଲା, କେହି ଜଣେ କହିଥିଲେ, ଯଦି ତୁମ ପାଖରେ ଆମେରିକୀୟ ଡଲାର ଆଉ ଭାରତୀୟ ନାରୀ ଅଛନ୍ତି ତେବେ ତୁମେ ସ୍ୱର୍ଗରେ ଅଛ ବୋଲି ଜାଣିବ। ଅଳ୍ପ ବାଟ ଆସିଛୁ କି ନାହିଁ, ଝିପଝିପ୍ ବର୍ଷା ମଧ୍ୟ ହେଲା। ମଉସା ରିକ୍ସାରୁ ଗୋଟେ ଛତା ବାହାର କରି ତାଙ୍କ ହାତରେ ଦେଇ ଦେଇ କହିଲେ, ନେ ମା, ଏ ବର୍ଷାରେ ଭିଜିଲେ ଦେହ ଖରାପ ହେବ, ଜ୍ୱର ହେଇଯିବ ଯେ। ଛତାଟା ଖୁବ୍ ମାନ୍ଧାତା ଅମଳର ଠାଁ ଠାଁ ତାଳି ବି ପଡ଼ିଯାଇଥିଲା। ମଉସାଙ୍କ ପୁରୁଣା ଦଦରା ରିକ୍ସା ଆଉ ଛତା ଦେଖି ମନେ ହେଉଥିଲା ଜୀବନ ସମସ୍ତଙ୍କ ପାଇଁ ସମାନ ନୁହେଁ। ହାୟ ବିଧାତା, ଏମିତି ଦୁଃଖ। ହେଲେ ବି ଏଇ ଦଦରା ରିକ୍ସାରେ ଗୋଟେ ଭାରି ଦୁର୍ମୂଲ୍ୟ ଜିନିଷ ପାଇଥିଲୁ ସେଦିନ। ସେଇଟା ହେଲା ମଉସାଙ୍କର ସେ ସ୍ନେହ ଭରା ବାପା ଆଉ ମା ଡାକ। ବୋଧହୁଏ ତାଙ୍କ ବାପା ମା ଆଉ ମୋ ବାପା ବୋଉଙ୍କୁ ଛାଡ଼ିଲା ପରେ ଏଇ ଡାକଟା ଆଉ କାହାରି ପାଟିରୁ ବି ଶୁଣି ନାହିଁ। ସେ ଭାରି ଖୁସି, ଆଜି ବର୍ଷାରେ ଭିଜିବାକୁ ଆକଟ କରିବାକୁ କେହି ନାହାନ୍ତି, ନା ବାପା ଅଛି ନା ବୋଉ। ମଉସା ଦେଇଥିବା ଛତାଟାକୁ ତାଙ୍କରି ହାତକୁ ବଢ଼ାଇ ଦେଇ କହିଲୁ, ଆମର ଇଚ୍ଛା ନାହିଁ, ଛତାକୁ ରଖିଦିଅ। ଝିପଝିପ୍ ବର୍ଷା ଆଉ ସମୁଦ୍ର, ପୁଣି ଖୋଲା ଆକାଶ, ସତରେ ଭାରି ଆନନ୍ଦ ଲାଗୁଥାଏ। ଖୁସିର ପ୍ରକୃତ ମୁହୂର୍ତ୍ତଟା ସେଇଠି ଯେମିତି ହାତ ପାହାନ୍ତାରେ ଥାଏ, ତାକୁ କେବଳ ସାଉଁଟି ପାରିଲେ ହେଲା। ଆଉ ମଉସା, ମାଉସୀଙ୍କୁ କେବେ ଏମିତି ସମୁଦ୍ର କୂଳରେ ବୁଲେଇ ଆଣିଛ ନା ନାହିଁ? ଏତିକି କଥାରେ ମଉସା ଟିକେ ନୀରବ ଥିଲେ। ମୁଁ ବୁଝିସାରିଥିଲି ମଉସା ବୋଧେ ସେମିତିକା ମିଜାଜର ମଣିଷ ନୁହନ୍ତି। ସମୁଦ୍ର କୂଳ ନହେଲା ନାହିଁ, ଶ୍ରୀମନ୍ଦିରକୁ ତ ଆଣିଥିବ। ଆଣୁଥିଲି ରେ ବାପା। ଆଉ ଏବେ ମାଉସୀ ଏବେ ସେପାରୀରେ। ସେ ପୁଣ୍ୟବତୀ ଥିଲା। କାର୍ତ୍ତିକ, ମାଘ, ବୈଶାଖ 12 ମାସରେ 13 ଓଷା କରୁଥିଲା। ଗଲା କାର୍ତ୍ତିକରେ ବୁଢ଼ୀ ଶୀତ କାକର ନ ମାନି ବୁଡ଼ ପକେଇଲା। କି ରୋଗ ହେଲା କେଜାଣି, ଆଉ ଭଲ ହେଲାନି। ଦିନେ ରାତିରେ ତାତି କମିଲାନି। ଆମ୍ବୁଲାନ୍ସ ପାଇଁ କେତେ ନେହୁରା ହେଲି, ହେଲେ ଆମ୍ବୁଲାନ୍ସଟା ବି ଡେରି କଲା। ଆମ ଗରିବ ଗୁରୁବାଙ୍କ ପାଇଁ ଆମ୍ବୁଲାନ୍ସ କାହିଁକି ଆସିବ? ଏହି ରିକ୍ସାରେ ତାକୁ ଡାକ୍ତରଖାନା ଆଣିଲି। ଏହି ରିକ୍ସାରେ ସେ ଆଖି ବୁଜିଦେଲା। ଏକା ଛାଡ଼ି ଚାଲିଗଲା ମୋତେ। ପିଲାଛୁଆ ନଥିଲେ ବୋଲି ଗାଁରେ କେତେ କଥା କହିଲେ ଲୋକେ। ଗାଁ ଛାଡ଼ି ଏଠିକି ଚାଲି ଆସିଲୁ। ମୋତେ କହିଲା, କାଳିଆ ବଳିଆ ଆମର 2 ପୁଅ, ଆଉ ସୁଭଦ୍ରା ଆମ ଝିଅ। ସକାଳୁ ଉଠି 22 ପାହାଚ ନ ଚଢ଼ିଲେ ସେ ଜଳସ୍ପର୍ଶ କରେନି। ସେଥିପାଇଁ ବୋଧେ ସେ ଛଳିଆ ଠାକୁର ମାୟା କରି ଜଲ୍ଦି ନେଇଗଲା ବୁଢ଼ୀକୁ। ତେବେ ଏବେ ସେ ଘରକୁ ଯିବାକୁ ଆଉ ମନ ହେଉନି। କେବେ କେମିତି ଯାଏ, ଏଇଠି ରିକ୍ସାରେ ଶୋଇପଡ଼େ। ଏଇଠି ବୁଢ଼ୀର ସ୍ମୃତି ଅଛି, ଆଉ ଏଇଠି ମୁଁ ବି ଦିନେ ଚାଲିଯିବି, ଆଖି ବୁଜିଦେବି ଏଇଠି। ଆଉ ବର୍ଷା ହେଲେ
ବଡ଼ଦାଣ୍ଡରେ କ'ଣ ମୁଣ୍ଡ ଗୁଞ୍ଜିବାକୁ ଜାଗା ଅଭାବ? ମଉସାଙ୍କ କଥା ଶୁଣି ତାଙ୍କର ଆଖି ଛଳଛଳ ହୋଇଥାଏ। ମଉସାଙ୍କ କଥା ଶୁଣି ତାଙ୍କର ଆଖି ଛଳଛଳ ହୋଇଥାଏ। ମଉସା ପ୍ରକୃତିରେ କାନ୍ଦୁଥିଲେ ନା ସେ ବର୍ଷା ପାଣି, କହିବା ବଡ଼ ମୁସ୍କିଲ ଥିଲା। ଏଣିକି ମନ୍ଦିର ଦେଖାଗଲା। ଅଳ୍ପ କେଇ କ୍ଷଣର ସ୍ନେହ ମମତାର ଶେଷ ଅଧ୍ୟାୟ ଆସିଲା। ହେଇଟି ଶୁଣୁଛ, ଶ୍ରୀମନ୍ଦିରରେ ବାନା ଲଗାଇବା ବଦଳରେ ମଉସାଙ୍କ ରିକ୍ସାରେ ଯଦି ପାଲଟିଏ ଲଗେଇଦେଲେ ଭଲ ହୁଅନ୍ତାନି? ମାନସିକ ଥିଲା ପରା। ଆଉ ମା' ବି କ'ଣ କହିବେ? ସେ ଯଦି ଶୁଣିବେ ଏକଥା, ମା'ଙ୍କୁ ବୁଝେଇବା ଦାୟିତ୍ୱ ମୋର। ତା ଛଡ଼ା ଜଗାକୁ କ'ଣ ବାନା ନିଅଣ୍ଟ ନା ଭକ୍ତ ଅଭାବ? ତେବେ ଏଇ ଶୁଭ କାର୍ଯ୍ୟଟା ତୁମ ହାତରେ ହଉ। ଆମ ଘରର ଲକ୍ଷ୍ମୀ ସାନ୍ତାଣୀ ଯଦି ରାଜି, ତେବେ ସେୟା ହିଁ ହଉ। ଆରେ ମା', ଇଏ କ'ଣ ଏତେ ଗୁଡ଼ାଏ ଟଙ୍କା? ବୁଢ଼ା ଲୋକ ମୁଁ, କାଳିଆ ଦୟାରୁ ଦିଓଳି ପେଟକୁ ମିଳୁଛି। ଆଉ କ'ଣ ଦରକାର ମୋର? ମୋ ମା'ଟା ପରା, ଏ ଟଙ୍କା ନେଇଯା। କ'ଣ ମୋ ମଉସା, କାଳିଆକୁ ପୁଅ ବୋଲି କହୁଛ ଆଉ ଭୁଲି ଯାଉଛ ମା ସାନ୍ତାଣୀ ତୁମ ବୋହୂ ବୋଲି? ସେ ଯାହା ଦେଉଛନ୍ତି ସ୍ନେହରେ ରଖ। ଆଉ ଏଇ ରିକ୍ସାରେ ରଙ୍ଗୀନ ପାଲ ଗୋଟେ ଲଗାଅ। ମାଉସୀଙ୍କ ସ୍ମୃତି ଅଛି ଏଥିରେ। ପାଣି ପଡ଼ିଲେ ନଷ୍ଟ ହେଇଯିବ ଯେ। ଆରଥରକୁ ଆସିଲେ ସାରା ସମୁଦ୍ର କୂଳ ବୁଲିବୁ। ରିକ୍ସାକୁ ସଜାଡ଼ି ରଖିଥିବ, କାରଣ ତୁମ ଝିଅକୁ ବର୍ଷା ପସନ୍ଦ, ମୋତେ ନୁହେଁ। ସତରେ ସେଦିନ ସେ ବୁଢ଼ା ମଉସାଟିକୁ ସାହାଯ୍ୟ କଲା ପରେ ସେ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କୁ ଭାରି ଆନନ୍ଦ ଲାଗିଥିଲା। ସେ ମନେ ମନେ କହୁଥାନ୍ତି, ବୋଧେ ମହାପ୍ରଭୁଙ୍କର ବାନା ବାନ୍ଧିବା ଠାରୁ ଆଉ ଗୋଟିଏ ଭଲ କାମଟିଏ ହେଇଛି ଆମ ଦ୍ୱାରା। ସତରେ ସାନ୍ତେ। ପୁଣି ସ୍ୱାମୀ ସ୍ତ୍ରୀ ଦିହେଁ ପତିତ ପାବନ ବାନାକୁ ଚାହିଁ ହାତ ଯୋଡ଼ି ଦେଇ କହୁଥାନ୍ତି, ମଣିମା, ଏଥରକ ତ ଗଲା, ଆରଥର ଆସିଲେ ଆପଣଙ୍କ ବାନା ବାନ୍ଧିବି। ହଁ, କଥା ଦଉଛି। ତାପରେ ସ୍ୱାମୀ ସ୍ତ୍ରୀ ଦୁହେଁ ମନ ଖୁସିରେ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଅବଢ଼ା ହାଟରେ ଅବଢ଼ା ମଧ୍ୟ ଖାଇ ଘରକୁ ଫେରିଛନ୍ତି। ନମସ୍କାର। ମହାପ୍ରଭୁ କାଳିଆ ସାନ୍ତଙ୍କ ପାଇଁ ଛୋଟ ଭିଡ଼ିଓଟି। ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ତ୍ରୁଟି ଥାଏ ମୋର, ଦୟାକରି କ୍ଷମା କରିବାକୁ ଅନୁରୋଧ। ପୁଣି ଦେଖାହେବ ନୂଆ କାହାଣୀ, ନୂଆ ଅନୁଭୂତି ଆଉ ମହାପ୍ରଭୁଙ୍କର ଦିବ୍ୟ ଚମତ୍କାର ଲୀଳାକୁ ନେଇ। ଜୟ ଶ୍ରୀ ଜଗନ୍ନାଥ।